ସମସ୍ତେ ଶୋଇଗଲା ପରେ ବିଳମ୍ବିତ ରାତିରେ ଚୋର ଆସିଲା। ଏମିତି କ'ଣ କଲା କେହି ଜାଣିପାରିଲେନି ଏବଂ ଚୋର ସ୍କାଇଲାଇଟ୍ ଭାଙ୍ଗି ଘରେ ପଶି ଯାହା ଥିଲା ସବୁ ଲୁଟି ନେଇ ଚାଲିଗଲା। ହଁ ଦର୍ଶକ ବନ୍ଧୁ, ଆମେ ସିଧାସଳଖ ଭାବରେ ବର୍ତ୍ତମାନ ଆପଣମାନଙ୍କୁ ଦେଖେଇବୁ ଏବଂ ଆମେ ଅଛୁ ବର୍ତ୍ତମାନ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପାଙ୍ଗା ଗାଁରେ ଅଛୁ ଏବଂ ପରମପାଙ୍ଗା ଗାଁରେ ଗତ ରାତି ବିଳମ୍ବିତ ରାତିରେ ଗୋଟିଏ ପରିବାରରେ ଗୋଟିଏ ଘରେ ସ୍କାଇଲାଇଟ୍ରୁ ଭାଙ୍ଗି ଚୋର ପଶିଥିଲେ ଏବଂ ଘରେ ଯାହା ଥିଲା ସୁନା ଅଳଙ୍କାର ପଇସା ସବୁ ଲୁଟି ନେଇଛନ୍ତି। ମୁଁ ସିଧାସଳଖ ଭାବରେ ଦେଖେଇବି କିଭଳି ଦୃଶ୍ୟ ଦେଖନ୍ତୁ। କିମ୍ବା ଯେଉଁ ଡକାୟତମାନେ ଥିଲେ ସେମାନେ କିଭଳି ସେମାନଙ୍କର ପ୍ଲାନ୍ କରିଥିଲେ ଏବଂ ସେମାନେ ତାଙ୍କର ଯେଉଁ ଟିମ୍ ଥିଲେ ନିହାତି ଭାବରେ ଦେଖନ୍ତୁ ସେମାନେ ଏଇ ଜିନିଷ ଗୁଡ଼ାକ ଆଣିଛନ୍ତି। ଏଇ ଯେଉଁ ବ୍ୟାଗ୍ ଦେଖନ୍ତୁ, ଏଗୁଡ଼ା ମୁଁ ଦେଖାଉଛି। ଏଇସବୁ ଜିନିଷ ଆଣି ଏଇଠୁ ସୁନା ଅଳଙ୍କାର ବାହାର କରିଛନ୍ତି ଏବଂ ଯାହା ସେମାନେ ନେବା କଥା ତାକୁ ନେଇଛନ୍ତି ଏବଂ ଯାହା ଅଦରକାରୀ ଜିନିଷ ସେମାନେ ଫୋପାଡ଼ି ଦେଇଛନ୍ତି। ଇଏ ଏକ ସମ୍ବେଦନଶୀଳ ଘଟଣା, ଯେହେତୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ସମୟରେ ଅନେକ ଜାଗାରେ ଚୋରି ଡକାୟତ ହେଉଛି। ବାଲିଗୁଡ଼ାର ମଧ୍ୟ ଦିନ ବେଳେ ମଧ୍ୟ ଡକାୟତ ହେଇଛି ଏବଂ ଖୁଲମଖୁଲା ଭାବରେ ଦିନ ବେଳେ ବନ୍ଧୁକ ଦେଖାଇ ସୁନା ଅଳଙ୍କାର ମଧ୍ୟ ଲୁଟ୍ ହେଇଛି। ତ ଏକ ଏଇ ସମସ୍ତ ଘଟଣା ଏବଂ ଆଜି ଯେତେବେଳେ କନ୍ଧମାଳ ଜିଲ୍ଲାର ଏଇ ଯେଉଁ ପରମପାଙ୍ଗା ଗାଁରେ ଯେଉଁ ଗୋଟିଏ ପରିବାରରେ ସ୍କାଇଲାଇଟ୍ ଭାଙ୍ଗି, ମୁଁ ସେଇଟା ବି ଦେଖେଇବି ଆପଣମାନଙ୍କୁ। ଦେଖନ୍ତୁ କିଭଳି ଭାବରେ ସ୍କାଇଲାଇଟ୍ ଭାଙ୍ଗିଛନ୍ତି ଏବଂ ଇଏ ଦେଖନ୍ତୁ, ଇଏ ଗୋଟେ ମାନେ ଏଇ ଘରର ଯେଉଁ ଲୋକମାନେ ସେମାନେ ତାଙ୍କର ବାଡ଼ ତିଆରି କରିବା ପାଇଁ କାଠ ଆଣିକି ଥୋଇଥିଲେ, ସେଇ କାଠକୁ ସେମାନେ ରଖିଛନ୍ତି ଏବଂ ତାକୁ ସେଇ ସ୍କାଇଲାଇଟ୍ ଭାଙ୍ଗିଛନ୍ତି। ଦେଖନ୍ତୁ କିଭଳି ଭାବରେ ସ୍କାଇଲାଇଟ୍ ଭଙ୍ଗା ଯାଇଛି ଏବଂ ସେଇ ସ୍କାଇଲାଇଟ୍ ମାଧ୍ୟମରେ ସେମାନେ ଭିତରକୁ ଯାଇଛନ୍ତି ଏବଂ ଯେହେତୁ ଖରାଦିନ ରହିଛି ଆଜ୍ଞା, ଘରେ ସମସ୍ତ ରୁମ୍ରେ ଫ୍ୟାନ୍ ଲାଗିଛି, କୁଲର ଲାଗିଛି, ତ ଶବ୍ଦ ମଧ୍ୟ ହେଉଛି। ସମସ୍ତେ ନିଘୋଡ଼ ନିଦରେ ଶୋଇଛନ୍ତି। ତ ସେଇ ନିଦର ସୁଯୋଗ ନେଇଗଲେ ଚୋରମାନେ ଏବଂ ଡକାୟତମାନେ ଏବଂ ସେମାନେ ଆରାମସେ ସେମାନେ ଭିତରେ ପଶିଲେ ଏବଂ ଯାହା ଥିଲା ସୁନା ଅଳଙ୍କାରଠୁ ଆରମ୍ଭ କରି ଯାହା ମୂଲ୍ୟବାନ ଜିନିଷ ଥିଲା ସେ ସମସ୍ତେ ନେଇଯାନ୍ତି। ପାଖାପାଖି ଆମେ ତାଙ୍କ ସହିତ କଥା ହେବା, ଏ ଯେଉଁ ଘର ଯିଏ ମାଲିକ ଅଛନ୍ତି ଆମେ ତାଙ୍କ ସହିତ କଥା ହେବା କ'ଣ ସବୁ ହେଇଛି ଏବଂ ସେ କିଭଳି ଥିଲା, କିଭଳି ପରିସ୍ଥିତିରେ ସେମାନେ ଥିଲେ, ଜାଣିପାରିଲେନି କିଭଳି ଚୋର ଆସିଲେ ଘରେ ପଶିଲେ। ଆମେ ତାଙ୍କ ସହିତ ଦୀପଦ କଥା ହେବା। ନା ହଉଛି କ୍ଷୀରୋଦ ଚନ୍ଦ୍ର ଡିଗାଲ, ମୋ ଘର ପରମପଙ୍ଗା। କ'ଣ ହେଇଛି ରାତିରେ ଆପଣ ଜାଣିପାରିଲେନି କିଭଳି ଘଟଣା? ଆଜ୍ଞା, ରାତି ମୁଁ 11:30 ପର୍ଯ୍ୟନ୍ତ ମୁଁ ଚେଇଁକି ଥିଲି। ତାପରେ ଆମେ ନିଜରେ ଶୋଇଯାଉଛୁ। ତାପରେ କ'ଣ ହେଇଛି ଆମେ ତ କିଛି ଜାଣିନୁ। ସକାଳେ ଦେଖିଲା ବେଳକୁ ଏଇ ଘଟଣା ଘଟିଛି। ଆଚ୍ଛା, କ'ଣ ହେଇଛି ମାନେ ଏ ଯେଉଁ ସ୍କାଇଲାଇଟ୍ ଭାଙ୍ଗିଛି କ'ଣ ହେଇଛି? ସ୍କାଇଲାଇଟ୍ ଭାଙ୍ଗିକି ଚୋର ପଶିଛନ୍ତି ଆଜ୍ଞା। ତାପରେ ସୁନା ଆସବାବ ଜିନିଷ ଯାହା ସୁନା ଗହଣା ଯାକ, ତା ବାଦେ ପଇସା କେତେ ଏମିତି ନେଇଛନ୍ତି। ଆଚ୍ଛା, ପାଖାପାଖି ଆପଣ ଯେଉଁ କହୁଛନ୍ତି ଯେ ଆପଣମାନେ ଶୋଇଥିଲେ ଜାଣିପାରିଲେନି ଏବଂ ଚୋର ପଶିକି ଘରେ ମଧ୍ୟ ଆପଣଙ୍କର ପୁଅ ଘରେ କିଏ ଶୋଇଥିଲେ କି? ହଁ, ବାବୁ ସେ 15-16 ବର୍ଷର ଜଣେ ଶୋଇଥିଲା। ତାପରେ ଝିଅ ଆଉ ବୋହୂ ଆଉ ପୁଅ, ବଡ଼ ପୁଅ ଶୋଇଥିଲେ। ଆମେ ଦୁଇ ପ୍ରାଣୀ ବାହାରେ ଶୋଇଥିଲୁ। ଦେଖନ୍ତୁ, ଆପଣ ଯେମିତି କହୁଛନ୍ତି ଯେ ଆପଣମାନେ ଘରେ ଶୋଇଥିଲେ ଏବଂ ଆପଣଙ୍କର ପିଲାମାନେ ଘରେ ଶୋଇଥିଲେ, ଆପଣ ବାହାରେ ଶୋଇଥିଲେ। ଚୋର ଆସିଲା, ଭାଙ୍ଗିଲା, ସେ ଭିତରେ ପଶିଲା, କିଛି ଜାଣିପାରିଲେନି। ତ କ'ଣ ସନ୍ଦେହ କରୁଛନ୍ତି? ଆଜ୍ଞା, ଆମେ ତ ନିଘୋଡ଼ ନିଦରେ ଶୋଇଥିଲୁ। ଆଉ କେତେବେଳେ ଆସିକି କ'ଣ ଏପରି ଚୋରି ହେଇଲା, ଆମେ ସକାଳେ ଉଠିଲା ବେଳକୁ ଦେଖିଲୁ ଏଇସବୁ ଘଟଣା ଘଟିଛି। ତା ପୂର୍ବରୁ ଆମେ ନିଜରେ ଯେହେତୁ ଶୋଇଥିଲୁ କିଛି ଜାଣିପାରିଲୁନି। ପାଖାପାଖି ଯେଉଁ ଚୋରି ହେଇଛି ଆପଣ କେତେ ଟଙ୍କାର ଆପଣଙ୍କର ଚୋରି ହେଇଛି ବୋଲି ଅନୁମାନ କରୁଛନ୍ତି ଆପଣ? ଆଜ୍ଞା, ପୁଅର ବାହାଘର ବେଳକୁ ବହୁ ପିଲା ତ ପ୍ରାୟ 4 ତୁଳା ପାଖାପାଖି ସୁନା ଜିନିଷ ଆଣିଥିଲେ। ଆଉ ଏ ଅଳ୍ପ ଦିନ ସପ୍ତାହଟେ ହେବ ଆଉ ଗୋଟେ ହାର ଆଣି ଦେଇଥିଲେ। ସେଇଟା ତ ମୁଁ କହିପାରୁନାହିଁ କେତେ ଥିଲା ବୋଲିକି। ତଥାପି ଅନୁମାନିକ କେତେ ହବ? ତଥାପି ଅନୁମାନିକ ସେ ହାରର ଶୁଣୁଥିଲି 7-8 ଲକ୍ଷ ଟଙ୍କାର ହାର, ଗୋଟେ ବଡ଼ ହାର ଦେଇଥିଲେ। ତ ପାଖାପାଖି ଯଦି କହିବା ତାହେଲେ 15ରୁ 20 ଲକ୍ଷ ଟଙ୍କାର ସୁନା ଅଳଙ୍କାର ଏବଂ କିଛି ପଇସା ଥିଲା, ସେ ବି ଚୋର ଆରାମସେ ଲୁଟିକି ନେଇଯାଇଛନ୍ତି। ଏବଂ ଏଇ ଯେଉଁ ଘଟଣାଟି ବର୍ତ୍ତମାନ ଚାଞ୍ଚଲ୍ୟ ସୃଷ୍ଟି କରିଛି, ଯେହେତୁ କନ୍ଧମାଳ ଜିଲ୍ଲାର ଅନେକ ଜାଗାରେ ଅନେକ ସମୟରେ ଅନେକ ସ୍ଥାନରେ ଚୋରି ଡକାୟତ ହେଉଛି ଏବଂ ଲୁଟେରା ମଧ୍ୟ ବର୍ତ୍ତମାନ ମାତିଛନ୍ତି ଏବଂ ବିଭିନ୍ନ ସ୍ଥାନରେ ଆତର୍କିତ ଭାବରେ ଯୋଜନାବଦ୍ଧ ଭାବରେ ଚୋରି କରୁଛନ୍ତି। ତ ଦେଖନ୍ତୁ, ଇଏ ସ୍କାଇଲାଇଟ୍ ଭାଙ୍ଗି ଚୋରି କରିଥିଲେ। ମୋ ସହିତ ଜଣେ ଆଉ ଜଣେ ଭାଇ ଅଛନ୍ତି, ଏଇ ଗାଁର ଜଣେ ଯୁବକ ଭାଇ ଅଛନ୍ତି, ଆମେ ତାଙ୍କ ସହିତ କଥା ହେବା। ଆଚ୍ଛା ଭାଇ, ଆପଣଙ୍କ ପରିଚୟ? ମୋ ନାଁ ହେଉଛି ଅମିର ନାୟକ, ପରମ୍ପରା ପଞ୍ଚାୟତ। ଆଚ୍ଛା, କ'ଣ କହିବେ ଭାଇ, ଯେଉଁ ଗତ ରାତିରେ ଯେଉଁ ଚୋରି ଘଟଣା ହେଇଛି, ଆପଣ ସମସ୍ତ ଘଟଣା ଦେଖୁଛନ୍ତି ଏବଂ ୟା ପୂର୍ବରୁ କିଛି ସେମିତି ହେଇଛି କି? ୟା ପୂର୍ବରୁ ହେଇଥିଲା ଆଜ୍ଞା, ପରମ୍ପରା ଦୋକାନ ଫୋକାନ ଭଙ୍ଗାଭଙ୍ଗି କରିକି ନେଇ ଯାଇଥିଲେ। ବ୍ରହ୍ମଚାରୀ ସାହୁ ସେ ଆଜ୍ଞାଙ୍କର ମଧ୍ୟ ସିସି କ୍ୟାମେରା ଭାଙ୍ଗିକି ଚୋରି ଫୋରି ହେଇଥିଲା ଆଗରୁ। ଏମିତି ଅନେକ ଥର ହେଇଛି ଆଜ୍ଞା ଆମ ପଞ୍ଚାୟତରେ। ହେଇଛି ଆଜ୍ଞା।
ଆଚ୍ଛା ଏ ବାବଦରେ ଆପଣମାନେ ପୋଲିସକୁ ଖବର ଦେଉଛନ୍ତି, ପୋଲିସରେ ଲିଖିତ ଅଭିଯୋଗ କରୁଛନ୍ତି? ଆମେ ତ ଲିଖିତ ଅଭିଯୋଗ ଦେଉଛୁ ଆଜ୍ଞା, କାହିଁ ତାଙ୍କ କିଛି ରିସ୍କ ନେଉନାହାନ୍ତି, ଆକ୍ସନ୍ ନେଉନାହାନ୍ତି ଆଉ। ଦେଖନ୍ତୁ ଇଏ ଗୋଟେ ସମ୍ବେଦନଶୀଳ ଘଟଣା। ଭାଇ ମଧ୍ୟ କହୁଛନ୍ତି ଯେ ଏଇ ବାବଦରେ ଯେତେ ଚୋରି ଡକାୟତ ହେଉଛି ଥାନାର ଦ୍ୱାରସ୍ଥ ମଧ୍ୟ ହେଇଛନ୍ତି, କିନ୍ତୁ କୌଣସି ଚୋରି ଯେଉଁ ଡକାୟତ ଗ୍ରୁପଟାକୁ ଧରାଯାଇ ପାରିନି କି କୌଣସି ଯେଉଁ ଡକାୟତ କରିଛନ୍ତି ସେମାନଙ୍କୁ ଧରିବାରେ ପୋଲିସ ସକ୍ଷମ ହେଇପାରିନାହାନ୍ତି। ସାମ୍ବାଦିକ ଭାଇମାନଙ୍କୁ ସର୍ବପ୍ରଥମେ ମୋର ଶୁଭେଚ୍ଛା। ଦେଖନ୍ତୁ ଏଇଟା ଗୋଟେ ଅଭାବନୀୟ ଘଟଣା, ବାରମ୍ବାର ପରମ୍ପରାରେ ହିଁ ଘଟୁଛି। ଏହି ଘଟଣା ହେତୁ ଆମେ ନିନ୍ଦା ପ୍ରକାଶ କରୁଛୁ। ଯେଉଁମାନେ ଏହି କାର୍ଯ୍ୟରେ ଲିପ୍ତ ଅଛନ୍ତି ବା କାର୍ଯ୍ୟରତ କରୁଛନ୍ତି ସେମାନଙ୍କୁ ଦଣ୍ଡିତ ଦିଆଯାଉ, କିନ୍ତୁ ଆମକୁ ନ୍ୟାୟ ମିଳୁ। ବାରମ୍ବାର ଏଭଳି ଘଟଣା ହେଉଛି। ବାରମ୍ବାର ମଝିରେ ଗଲା ବର୍ଷ ଏମିତି ହେଲା, ପ୍ରାୟ ସେ ପଡ଼ିଶା ଘର ଏକା ଏମିତି ଚୋରି କରିଥିଲେ। ଆଜି ଦେଖନ୍ତୁ ଏଇଟା ଗୋଟେ ଆଉ ଗୋଟେ ହେଇଗଲା। ଏମିତି କ'ଣ ପାଇଁ ହେଉଛି ବାରମ୍ବାର? ଏ ଲୋକ କିଏ? ସେଥିପାଇଁ ଆମେ ଜାଣିବାକୁ ଚାହୁଁଛୁ, ଯେଉଁ ଲୋକ ବି ହେଇଥାଉ ତାକୁ ଧରିକି ଯେଉଁ ଦଣ୍ଡିତ ଦିଆଯାଉ, ଏମିତି ଆଗାମୀ ଦିନରେ ତାର ଭବିଷ୍ୟତ ମାନେ ନଷ୍ଟ ହେବା ପର୍ଯ୍ୟନ୍ତ। ଆପଣ ସିଧାସଳଖ ଭାବରେ ଶୁଣୁଥିଲେ ତ ସାଧାରଣରେ ନିଶ୍ଚୟ ଏକ ଚର୍ଚ୍ଚା ହେବ ଯେ ଯଦି ଅନେକ ସ୍ଥାନରେ ଅନେକ ସମୟରେ ଚୋରି ଡକାୟତ ହେଉଛି ଏବଂ ପୋଲିସର ନିଷ୍କ୍ରିୟତା ଦେଖିବାକୁ ମିଳୁଛି। ବର୍ତ୍ତମାନ ଏହି ଖବର ପ୍ରସାରଣ ହେବା ପରେ ବାଲିଗୁଡ଼ା ଥାନା ପୋଲିସ ପକ୍ଷରୁ କ'ଣ ସବୁ ତଦନ୍ତ ହେବ ଏବଂ କ'ଣ ଚୋରକୁ ଧରିପାରିବେ ଏହା ଦେଖିବାର ବାକି ରହିଲା। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପରମ୍ପାଙ୍ଗାରୁ ତାପସ କୁମାର ନାୟକ, MBC TV।